ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ କ୍ଲଷ୍ଟର ଅନ୍ତର୍ଗତ ଲେଖନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ଦ୍ୱାରା ଚିତ୍ରାଙ୍କନ, ଗଳ୍ପ କଥନ, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିମାଂଶୁ ଦାସ, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷା କାଞ୍ଚନବାଳା ପୃଷ୍ଟି, ସମାଜସେବୀ ସଞ୍ଜୟ ସାମଲ, ଅଭିନ୍ନ ସାମଲ, ସୁଜାତା ସ୍ୱାଇଁ, ମିତା ସାମଲ, ଗୀତାଞ୍ଜଳି ମହାନ୍ତି, କବିତା ମହାନ୍ତି, ସନ୍ତୋଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଆମ ଭାଷା ମହାନ ଓ ଆମ ଭାଷାର ସୁରକ୍ଷା କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ ରଖିଥିଲେ। ନିଜ ମାତୃଭାଷାର ମହତ୍ତ୍ୱ ରଖିବା ସହିତ ତାର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିବା ବୋଲି ଅତିଥିମାନେ କହିଥିଲେ। ଶେଷରେ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଚିରାମାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଜ୍ୟୋତ୍ସ୍ନାରାଣୀ ସାମଲ, ମୁଖ୍ୟ ବକ୍ତା ଭାବେ ପ୍ରତିମା ମନ୍ତ୍ରୀ, ସମ୍ମାନିତ ଅତିଥି ମାନିନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରୁ ବିଜ୍ଞାନ ଶିକ୍ଷକ କିଶୋର ପ୍ରଧାନ ପ୍ରାରମ୍ଭିକ ସୂଚନା ଓ ଦିବସର ତାତ୍ପର୍ଯ୍ୟ କହିବା ବେଳେ ଶିକ୍ଷୟିତ୍ରୀ ଭାରତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ମାତୃଭାଷା ଆମ ଜାତିର ପରିଚୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବ୍ୟୁରୋ ରିପୋର୍ଟ, ଶୁଭ ଖବର।